ପିଲାମାନେ କେମିତି ଅଛ? ଭଲ ଅଛ ତ? ହଁ, ନିଶ୍ଚୟ ଘରେ ଥିବ ଏବଂ ଭଲରେ ଥିବ। ତମମାନଙ୍କୁ ମୁଁ ଆଜି ଓଡ଼ିଆ ତୁମ ସାହିତ୍ୟ ଜ୍ୟୋତି ବହିରୁ ଏକ ପ୍ରଥମ ପ୍ରବନ୍ଧ, ତାହା ଇତିହାସ ଯାହାର ନାଁ, ଯାହାକୁ ଲେଖିଛନ୍ତି ବିଶିଷ୍ଟ ପ୍ରାବନ୍ଧିକ ବିଶ୍ୱନାଥ କର, ତାକୁ ଆମେ ଆଲୋଚନା କରିବା। ତମମାନେ ଯେହେତୁ ବିଜ୍ଞାନର ଛାତ୍ର, ତମମାନେ ଇତିହାସକୁ ଏତେ ପସନ୍ଦ କରୁନଥିବ। ଇତିହାସକୁ ଭାବୁଥିବ ସିଏ ଅତୀତର କଥା, ସେସବୁ କିଛି ଆବଶ୍ୟକ ନାହିଁ। ଆମେ ସମସ୍ତେ ବିଜ୍ଞାନର ଛାତ୍ର, ଆମେ ସଂଶ୍ଳେଷଣ ବିଶ୍ଳେଷଣ କରି ତତ୍ତ୍ୱ ଉଦ୍ଭାବନ କରୁ, ତା'ର କାରଣକୁ ଜାଣୁ। ଇତିହାସରୁ କ'ଣ ମିଳିବ? ନା, ଇତିହାସର ଗୁରୁତ୍ୱ ଅଛି। ଇତିହାସ ହିଁ ଆମକୁ ଆଗକୁ ଯିବାର ପ୍ରେରଣା ଦିଏ। ଇତିହାସ ହିଁ ଆମକୁ ଶିକ୍ଷା ପ୍ରଦାନ କରେ। ତେଣୁ ଏହି ଇତିହାସ ସମ୍ପର୍କିତ ଏକ ସୁନ୍ଦର ଲେଖା ଆମେ ଆଜି ପଢ଼ିବା, ଯାହାକୁ ଲେଖିଛନ୍ତି ବାଗ୍ମୀ ବିଶ୍ୱନାଥ କର, ଓଡ଼ିଆ ସାହିତ୍ୟର ଜଣେ ବଳିଷ୍ଠ ସାରସ୍ୱତ ପ୍ରତିଭା, ଜଣେ ସଫଳ ସମ୍ପାଦକ, ପ୍ରାବନ୍ଧିକ। ଓଡ଼ିଆ ସାହିତ୍ୟର ବିକାଶରେ ତାଙ୍କର ଅନେକ ଭୂମିକା ଅଛି। ବିଭିନ୍ନ ପ୍ରବନ୍ଧ ତାଙ୍କର ଏକ ଉଲ୍ଲେଖଯୋଗ୍ୟ ରଚନା। ସାହିତ୍ୟ ଚର୍ଚ୍ଚା, ସାହିତ୍ୟ ସମାଲୋଚନା, ଅନଧିକାର ଚର୍ଚ୍ଚା, ଭାଷା ଚର୍ଚ୍ଚା, ସ୍ୱାଧୀନ ଚିନ୍ତା, ଅନନ୍ତ ପ୍ରେମ, ସାହିତ୍ୟ ମହାସ୍ରୋତ ଇତ୍ୟାଦି ସେ ଅନେକ ଲେଖିଛନ୍ତି। ବିଶ୍ୱନାଥ କର ପ୍ରାଚୀନ ସାରସ୍ୱତ ଜଗତକୁ, ବିଶେଷ କରି ଉତ୍କଳ ସାହିତ୍ୟ ସମାଜର ଯେଉଁ ପ୍ରଥମ ସମ୍ପାଦକ ଭାବରେ ସେ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଅନସ୍ୱୀକାର୍ଯ୍ୟ। ଯେଉଁ ସମୟରେ ଭାଷାର ଗୋଟେ ବଳିଷ୍ଠ ଭିତ୍ତିଭୂମି ନଥିଲା, ବା ସେଟା ଭିତ୍ତିଭୂମି ତ କହିହେବ ନାହିଁ, ଭାଷା ପାଇଁ ଯଥେଷ୍ଟ ସମ୍ପତ୍ତି ନଥିଲା, ଅନେକ ସାରସ୍ୱତ ସୃଷ୍ଟି ନଥିଲା। ଆଜି ପରି ଓଡ଼ିଆ ଭାଷା ଯେଭଳି ସମୃଦ୍ଧ, ଜ୍ଞାନପୀଠ ପୁରସ୍କାରରେ ସମୃଦ୍ଧ, ବା ଅନେକ ସାହିତ୍ୟ ବିଭିନ୍ନ କ୍ଷେତ୍ରରେ ବା ସାହିତ୍ୟର ବିଭିନ୍ନ ବିଭାଗରେ ଯେଭଳି ଆଜି ଭଳି ବିଭିନ୍ନ ସୃଷ୍ଟି ରହିଛି, ଉପନ୍ୟାସ, ଗଳ୍ପ, କବିତା, କେତେ କ'ଣ ନାଟକ, କେତେ କ'ଣ ରହିଛି ଓଡ଼ିଆ ସାହିତ୍ୟରେ। ଆମର ଏକ ଶ୍ରେଷ୍ଠ ସାହିତ୍ୟ ହିସାବରେ ବର୍ତ୍ତମାନ ଯେତେ ଭାରତୀୟ ସାହିତ୍ୟ କ୍ଷେତ୍ରରେ ଓଡ଼ିଆ ସାହିତ୍ୟର ବିଶେଷ ଭୂମିକା ଅଛି। ତ ଏଇ ଯେଉଁ କ୍ଷେତ୍ରରେ ଯଦି ଆମେ ଆଲୋଚନା କରିବା, ତାହେଲେ ଯେଉଁମାନେ ବିଶେଷ କରି ସେତେବେଳେ ଚେଷ୍ଟା କରିଛନ୍ତି ଭାଷା ସାହିତ୍ୟକୁ ବଞ୍ଚାଇବା ପାଇଁ, ସେଇ ବୃଦ୍ଧି କରିବା ପାଇଁ, ସେଇମାନଙ୍କ କ୍ଷେତ୍ରରେ ଆମେ ଯଦି କେତେଜଣଙ୍କ ନାଁକୁ ଆମେ ସ୍ମରଣ କରନ୍ତି, ତାହେଲେ ବିଶ୍ୱନାଥ କର ନିଶ୍ଚିତ ଭାବରେ ସର୍ବପ୍ରଥମେ ହିଁ ଆସିବେ। ତେବେ ବର୍ତ୍ତମାନ ଆମେ ଏହି ଇତିହାସ ପ୍ରବନ୍ଧକୁ ପାଠ କରିବା। ଏ ସଂସାରରେ ସାଧାରଣତଃ ଦୁଇ ଶ୍ରେଣୀର ମନୁଷ୍ୟ ଦୃଷ୍ଟ ହୁଅନ୍ତି। ଏକ ଶ୍ରେଣୀ ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି, ସମ୍ଭୋଗ କରନ୍ତି, ମାତ୍ର କୌଣସି ବସ୍ତୁର ତତ୍ତ୍ୱ ନିରୂପଣ କରିବା ବିଷୟରେ ସେମାନଙ୍କର ପ୍ରୟାସ ଦେଖାଯାଏ ନାହିଁ, କି ପ୍ରଣାଳୀ ବା ସୂତ୍ରରେ କେଉଁ ବସ୍ତୁ ସେମାନଙ୍କ ନିକଟସ୍ଥ ହେଲା ବା କିପରି ତାହାର ସଦ୍ବ୍ୟବହାର କରିବାକୁ ହେବ ଇତ୍ୟାଦି ବିଷୟ ଚିନ୍ତା ସେମାନଙ୍କ ମନ ମଧ୍ୟରେ ସ୍ଥାନପ୍ରାପ୍ତ ହୁଏ ନାହିଁ। ଅପର ଶ୍ରେଣୀ କ'ଣ? ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ, ଚିନ୍ତାଶୀଳ। ଏହି ଶ୍ରେଣୀର ଲୋକମାନଙ୍କ ଦ୍ୱାରା ପୃଥିବୀର ନାନାବିଧ ଉନ୍ନତି ସଂସାଧିତ ହୁଏ। ପ୍ରକୃତପକ୍ଷେ ଏହି ଚିନ୍ତାଶୀଳତା, ସୂକ୍ଷ୍ମ ଦୃଷ୍ଟି ବା ତତ୍ତ୍ୱ ନିରୂପଣ ପ୍ରୟାସ ହିଁ ମନୁଷ୍ୟତ୍ୱର ବିଶେଷ ଲକ୍ଷଣ। ଏହାରି ପ୍ରଭାବରେ ମାନବ ସମାଜରେ ବୈଷୟିକ ଓ ଆଧ୍ୟାତ୍ମିକ ସର୍ବବିଧ ଉନ୍ନତି ସଂସାଧିତ ହେଉଛି। ଜଣେ ଚିନ୍ତାଶୀଳ ପଣ୍ଡିତ କହିଅଛନ୍ତି, ଅଫ୍ ଦି ୟୁନିଭର୍ସାଲ ମାଇଣ୍ଡ ଇଚ୍ ଇଣ୍ଡିଭିଜୁଆଲ ମ୍ୟାନ୍ ଇଜ୍ ଏନ୍ ଇନକାର୍ନେସନ୍। ମନୁଷ୍ୟ ଯେ ଅନନ୍ତ ଦେବଙ୍କର ପ୍ରତିକୃତି, କେବଳ ଏହି ଶେଷୋକ୍ତ ଶ୍ରେଣୀର ମନୁଷ୍ୟମାନଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲେ ତାହା ବୁଝାଯାଏ। ପ୍ରକୃତିସ୍ଥ ମନୁଷ୍ୟର ମନ ନିତ୍ୟ କ୍ରିୟାଶୀଳ, ଅନନ୍ତ ପ୍ରକୃତି ସଙ୍ଗେ ତାର ନିତ୍ୟ ଯୋଗ। ଯେ ବର୍ତ୍ତମାନର ଜୀବ ହୋଇ ସୁଦ୍ଧା ଅନନ୍ତ ଅତୀତ ଓ ଅନନ୍ତ ଭବିଷ୍ୟତ ସଙ୍ଗେ ଘନିଷ୍ଠ ଭାବେ ସମ୍ବନ୍ଧ। ଏହି ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମାନବ ଜୀବନର ମୂଲ୍ୟ କିଛି ରହେ ନାହିଁ। ଏବେ ଆମେ ତାର ଦ୍ୱିତୀୟ ପୃଷ୍ଠାଟି ପାଠ କରିବା।
ଦେଖ ବର୍ତ୍ତମାନ ଯାହା କିଛି ଆମମାନଙ୍କର ନୟନ ଗୋଚର ହୁଏ ସମସ୍ତେ ଅତୀତର ସନ୍ତାନ। ଏହି ଜ୍ଞାନ ବିଜ୍ଞାନ ସମ୍ପନ୍ନ ବିଂଶ ଶତାବ୍ଦୀର ସଭ୍ୟତମ ମାନବ ସମାଜର ଭିତ୍ତିଭୂମି କ'ଣ? ପାଦ ମୂଳରୁ ଯେତେ ନିମ୍ନ ଦେଶକୁ ଅବତରଣ କର ଦେଖିବ କେବଳ ନରକଙ୍କାଳ। ବର୍ତ୍ତମାନ ଅବସ୍ଥା ଲାଭ କରିବା ପାଇଁ କେତେ ରାଶି ରାଶି ନରଦେହ ପତିତ ହୋଇଅଛି, କିଏ ତାହା କଳନା କରିପାରିବ? ଗୋଟାଏ ଫରାସୀ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମମାନଙ୍କର ହୃତ୍କମ୍ପ ଉପସ୍ଥିତ ହୁଏ। ଲକ୍ଷ ଲକ୍ଷ ମହାପ୍ରାଣୀଙ୍କ ବିନାଶ ବାର୍ତ୍ତା ଶ୍ରବଣ କରି ଦୁଃଖରେ ଶୋକରେ ପ୍ରାଣ ଅବସନ୍ନ ହୋଇପଡ଼େ। ମାତ୍ର ଚିନ୍ତା କରି ଦେଖିଲେ ବର୍ତ୍ତମାନ ଉନ୍ନତିର ଗାତ୍ରରେ ଏହିପରି ସହସ୍ର ସହସ୍ର ବିପ୍ଳବର ବିବରଣ ଲିଖିତ ରହିଥିବାର ପ୍ରତ୍ୟକ୍ଷ କରି ହୃଦୟ ମନ ସ୍ତମ୍ଭିତ ହୋଇଯିବ। ପୁଣି ଏହି ପ୍ରତ୍ୟକ୍ଷୀଭୂତ ବିପ୍ଳବ ରାଶି ଛଡ଼ା ନୀରବ ଦେହପାତର ସଂଖ୍ୟା ଯେ କେତେ ତାହା କିଏ ବା ଗଣନା କରିପାରିବ? ପିତାମାତାର ଶୁକ୍ର ଶୋଣିତରେ ସନ୍ତାନର ଉତ୍ପତ୍ତି, ଏହା ଯେପରି ଅବିସମ୍ବାଦିତ ସତ୍ୟ, ସମଗ୍ର ଅତୀତ ମାନବ ଜାତିର ରକ୍ତ ମାଂସରୁ ବର୍ତ୍ତମାନ ମାନବୋନ୍ନତି ଉଦ୍ଭୂତ, ଏହା ମଧ୍ୟ ସେହିପରି ସତ୍ୟ। ପୃଥିବୀର ବର୍ତ୍ତମାନର ଅବସ୍ଥା ମଧ୍ୟରେ ଯେପରି ପୂର୍ବବର୍ତ୍ତୀ ସକଳ ପ୍ରକାର ଅବସ୍ଥାର ଚିହ୍ନ ଏବଂ ବିଭିନ୍ନ ଶ୍ରେଣୀର ଜୀବରାଶିର ଦେହାବସାସ ପରିଲକ୍ଷିତ ହୁଏ, ବର୍ତ୍ତମାନ ମାନବ ସମାଜର ଦେହରେ ସେହିପରି ଅତୀତ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ। ଜଗତ ପରିବର୍ତ୍ତନଶୀଳ, ସକଳ ବସ୍ତୁର ରୂପାନ୍ତର ଭାବାନ୍ତର ଉପସ୍ଥିତ ହୋଇଅଛି। ଏହି ଘୋର ପରିବର୍ତ୍ତନ ରାଶି ମଧ୍ୟରେ ଚିର ଅପରିବର୍ତ୍ତନୀୟ ସତ୍ୟ ଅବସ୍ଥିତି କରୁଅଛି। ମାନବର ପ୍ରକୃତ ଉନ୍ନତି ଯାହା ତାହା ସତ୍ୟ ସଙ୍ଗେ ଘନିଷ୍ଠ ଭାବେ ସମ୍ବନ୍ଧ, ସୁତରାଂ ତାହାର ବିଲୋପ ଅସମ୍ଭବ। କେବଳ ସତ୍ୟର ସଙ୍ଗେ ବିରୋଧ ଯାହାର, ତାହାର ବିନାଶ ଅନିବାର୍ଯ୍ୟ। ମାନବ ସମାଜ ମଧ୍ୟରେ ଏହି ବ୍ୟାପାର ଚିରକାଳ ଲାଗି ରହିଅଛି। ସକଳ ପ୍ରକାର ବିପ୍ଳବର ମୂଳରେ ଏହି ନିଗୂଢ଼ କାରଣଟି ବିଦ୍ୟମାନ। କ୍ଷୁଦ୍ର ଅଗ୍ନିକଣା ତୁଲ୍ୟ ଗୋଟିଏ ନିବୃତ୍ତ ହୃଦୟର କଥା ଚିନ୍ତା ପରିବ୍ୟାପ୍ତ ହୋଇ ପ୍ରକାଶ ଅଗ୍ନିକାଣ୍ଡ ଉପସ୍ଥିତ କରେ ଏବଂ ତଦ୍ୱାରା ରାଶି ରାଶି ଅସତ୍ୟ, ଅନ୍ୟାୟ, ଅସାମ୍ୟ, ଅପବିତ୍ରତା ଶୁଷ୍କ ତୃଣରାଶି ତୁଲ୍ୟ ଭସ୍ମୀଭୂତ ହୋଇଯାଏ। କେବଳ ବିଶୁଦ୍ଧ ସତ୍ୟଟି ସାର ବସ୍ତୁଟି ପୂର୍ବାପେକ୍ଷା ଉଜ୍ଜ୍ୱଳତର ଆକାରରେ ପ୍ରତିଭାତ ହୁଏ। ଜାତି ବିଶେଷର ଉତ୍ଥାନ ବା ପତନ ଏହି ସାର୍ବଭୌମିକ ନିୟମର ଅଧୀନ। ଅତୀତ କାଳରେ ମାନବ ସମାଜ ମଧ୍ୟରେ ଏହି ନିୟମର କାର୍ଯ୍ୟପ୍ରଣାଳୀ ହିଁ ପ୍ରକୃତ ଇତିହାସ। ଏହି ବିବରଣୀ ଯିଏ ଯେ ପରିମାଣରେ ପାଠ କରିପାରେ ସେ ସେହି ପରିମାଣର ଇତିହାସଜ୍ଞ। ବ୍ୟକ୍ତିଗତ ଜୀବନ ବିଷୟ ଆଲୋଚନା କଲେ ଆମ୍ଭେମାନେ ସମଷ୍ଟିଗତ ଜୀବନ ବା ମାନବ ଜାତିର ବିଷୟ ସହଜରେ ବୁଝିବାକୁ ସମର୍ଥ ହେଉଁ। ମାନବ ଜୀବନରେ କେବଳ ଗୋଟିଏ ଘଟଣାର ସମଷ୍ଟି ଛଡ଼ା ଆମ୍ଭେମାନେ ଆଉ କିଛି ଦେଖିପାରୁନାହିଁ। ସମସ୍ତ ଘଟଣାର ଲକ୍ଷ୍ୟ ଏକ, ଗତି ଏକ ଆଡ଼କୁ। ଗୋଟିଏ ଘଟଣା ସମୟରେ ଜୀବନ ଯେଉଁଠାରେ ଥିଲା, ଯେଉଁ ଅବସ୍ଥାରେ ଥିଲା, ଆଉ ଗୋଟିଏ ଘଟଣା ବେଳକୁ ସେହି ସ୍ଥାନରେ ବା ସେହି ଅବସ୍ଥାରେ ନାହିଁ। କୌଣସି ସମୟରେ ଏପରି ମଧ୍ୟ ଦେଖାଯାଏ ଯେ ଜୀବନ କିଛି ଦୂର ପଶ୍ଚାତ୍ପଦ ହୋଇଅଛି, ମାତ୍ର ପରବର୍ତ୍ତୀ ଘଟଣା ସେହି ପଶ୍ଚାତ୍ ଗତିର ଯଥେଷ୍ଟ କ୍ଷତିପୂରଣ ଦେଇଅଛି। କେତେବେଳେ ଆଲୋକ, କେତେବେଳେ ଅନ୍ଧକାର, କେତେବେଳେ ଉଚ୍ଚ ହାସ୍ୟଧ୍ୱନି, କେତେବେଳେ ବା ମର୍ମଭେଦୀ ହାହାକାର। ଏହିପରି ପରସ୍ପର ବିରୁଦ୍ଧ ଓ ପ୍ରତିକୂଳ ଅବସ୍ଥା ଭିତରେ ମାନବ ଜୀବନ ପ୍ରକୃତ ରୂପେ ଗଠିତ ହୁଏ। ନିରବଚ୍ଛିନ୍ନ ଆଲୋକ ବା ଆନନ୍ଦ ମାନବ ଜୀବନରେ ବା ସମାଜରେ କଦାପି ଦୃଷ୍ଟ ହୁଏ ନାହିଁ, ହେବାର ସମ୍ଭାବନା ମଧ୍ୟ ନାହିଁ। ସ୍ଥୂଳ ଦୃଷ୍ଟି ମାନବ ନିକଟରେ ଜଗତଟା କେବଳ ବିରୁଦ୍ଧ ଭାବପୂର୍ଣ୍ଣ। ମାତ୍ର ଚିନ୍ତାଶୀଳ ମନୁଷ୍ୟ ସର୍ବତ୍ର ସର୍ବପ୍ରକାର ବିରୋଧ ମଧ୍ୟରେ ସାମଞ୍ଜସ୍ୟ ଦର୍ଶନ କରେ। ସମସ୍ତଙ୍କ ଗତି ଏକ ଆଡ଼କୁ ଏବଂ ଏକ ଅଖଣ୍ଡ ନିୟମରେ ସମସ୍ତ ଘଟଣାବଳୀ ନିୟନ୍ତ୍ରିତ ହେଉଅଛି। ଆମେ ଏତିକି ପଢ଼ିଲେ ବର୍ତ୍ତମାନ ଆମେ ପୁନଶ୍ଚ ମୂଳରୁ ଆଲୋଚନା କରିବା। ଏହି ସଂସାର ଶବ୍ଦଟି କିପରି ଗଠିତ ହୋଇଛି? ସଂସାର, ସଂଯୁକ୍ତ ସାର। ସମ୍ କହିଲେ ବ୍ୟାପକ, ବ୍ୟାପକ ଭାବରେ ସାର ଅର୍ଥାତ୍ ଶ୍ରେଷ୍ଠ। ଏଇ ଯେଉଁ ସଂସାର ଆମେ ଯାହାକୁ କହୁ ବା ଯାହାକୁ ଦୁନିଆ ବୋଲି କୁହାଯାଏ, ଏଥିରେ ସାଧାରଣତଃ ଦୁଇ ପ୍ରକାର ମନୁଷ୍ୟ ଦୃଷ୍ଟ ହୁଅନ୍ତି ବୋଲି ଦେଖାଯାଆନ୍ତି। ଦୁଇ ପ୍ରକାର ମନୁଷ୍ୟ। ଗୋଟେ ଶ୍ରେଣୀର ମନୁଷ୍ୟ କ'ଣ କରନ୍ତି ନା ନାନା ବସ୍ତୁ ଦର୍ଶନ କରନ୍ତି, ସମ୍ଭୋଗ କରନ୍ତି, ମାତ୍ର କୌଣସି ବସ୍ତୁର ତତ୍ତ୍ୱ ନିରୂପଣ କରିବା ବିଷୟରେ ସେମାନଙ୍କର ପ୍ରୟାସ ଦେଖାଯାଏ ନାହିଁ।
आमे गोटे उदाहरण देले आमे चिंता करवा आमे जो बजार को जाऊ परिबा किनिबा पई बा कौन जिनिस केबे केम चिंता करू कि परिबाटी किपरि बाइगण केमती हैला किपरि हैला केउठी हैला किए चाष करिछि किपरि एठाକୁ आसिला से कथा आमे चिंता करूना आमर काम हैला बजार को जीवा दुकानी को पैसा देबा एवं परिबा आमर आवश्यक मुताबक परिबा आनिबा ठीक से आमे हेलु प्रथम श्रेणी लोक एई भली क्षेत्र किंतु केतेक अछंती जो माने यार विपरीत काम करती अर्थात सूक्ष्म दृष्टि से थाए आम पढ़ा से कथा एक श्रेणी पृथ्वीर नाना वस्तु दर्शन करती संभोग करती संभोग कहवा कले संयुक्त भोग माने व्यापक भाव में उपभोग करवा व्यवहार करवा मात्र कौन वस्तुर तत्व से तत्व निरूपण करवा से प्रयास देखा जाए नहीं अनेक लोक अच्छा से तत्व निरूपण करती ना प्रत्येक कार्य की प्रणाली बा सूत्र रे केउ वस्तु से निकटस्थ हैला बा किपरि तार सद्व्यवहार करने को हेबो इत्यादि विषयक चिंता सेमानंकर मन मध्य स्थान हुए ना जमी मुझे कहूली जे की प्रणाली बा सूत्र रे से वस्तु तैयारी हैला तार सद्व्यवहार किपरि करने को हेबो ए बाबद रे आमर चिंता किछि न थाए साधारण जगत में यही प्रथम श्रेणी लोक मैंने यह ही करती सेमानंकर सूक्ष्म दृष्टि न थाए अपर श्रेणी अर्थात आउ गोटे श्रेणी है सूक्ष्म दृष्टि संपन्न एवं चिंताशील से माने सब कथा को चिंता करती ता भीतर कहीं बाहर करती ता भीतर थिबा किपरि को बाहर करती केउठी किपरि कहीं ये सब प्रश्नर उत्तर से प्रत्येक खोजी कहते आज चिंताशील व्यक्ति माने ही नुआ नुआ जिनिस आरम्भ कर श्रेणीर लोक मान द्वारा पृथ्वीर नानादि उन्नति संसाधित हुए संसाधित संयुक्त साधित व्यापक भाव में साधित हुए तुम चिंता कर जिते बड़े तुम जेहेतु समस्ते विज्ञान छात्र तुम चिंता कर जदि निआर व्यवहार हो न था जदि चक्र व्यवहार हो न था ताहले कौन आम सभ्यता एत आगे था ये जो निआर व्यवहार करिवार जो पर्यवेक्षण ताकू जी प्रथमे करिछि लक्ष्य करिथिबो निआ केमती सृष्टि हेउछि से निआर उपकारिता लक्ष्य करिथिबो निआ पाखु पशु पक्षी माने आसुनांती आदिम जुगर जतले मनीष बण जंगल रहउतिला आदिम मानव भाव केते अनुध्यान करी केते चिंता करी जी प्रथमे निआर आविष्कार कला निआर व्यवहार को अन्य को जणैला सी कम बड़ वैज्ञानिक कि निश्चित खूब बड़ वैज्ञानिक पुणी लक्ष्य कर जितेबाला चक्र व्यवहार है काठ गड़ को सी घोषारी घोषारी आणुला किंतु ता तले जो आउ गोटे काठ रखीला और ताकू गड़ेला बेले ताकू सुविधा है से चिंता कला जदि पहाड़ वक्षरे गड़ गड़ी गड़ी जाऊँगी पत्थर गड़ी गड़ी जाऊँगी ताले चक्र उद्भावन हेब ना कहीं चक्र उद्भावन से कला तेणु ये चिंताशील व्यक्ति मान द्वारा पृथ्वी रे नानाविध उन्नति संसाधित हुए प्रकृत पक्षे यही चिंताशीलता सूक्ष्म दृष्टि बा तत्व निरूपण प्रयास ही मनुष्यत्वर विशेष लक्षण मनुष्यत्वर जो लक्षण सेटा गोटे गोटे लक्षण होची कौन ना चिंता करिबा आम मनीष मानक भितर गोटे विवेक अच्छी चिंता करिवार गोटे क्षमता अच्छी अनुशीलन करिवार भल मंद बाछिबार जो चिंता अच्छी शिक्षाटा कौन कि शिक्षा होची कौन उत्तम आम जीवन पाई कहा कौन श्रेष्ठ ताहाकू आमे जानिबा आमे समस्ते साहित्य विज्ञान भूगोल इतिहास नगर विज्ञान अर्थनीति पदार्थ विज्ञान रसायन विज्ञान जीव विज्ञान एमती केते कौन पढ़ी कुहत जदि से सबू आम जीवन पाई उपयुक्त न हेबो से शिक्षार कौन मूल्य तेणु जीवन पाई सब किसी जीवन पाई आवश्यकता अच्छी आ जीवन केमी चिंता करवा गणितर जमी आवश्यकता अच्छी रसायन विज्ञान से आवश्यकता अच्छी भूगोल इतिहास से आवश्यकता अच्छी तेणु शिक्षा आम जो पढ़ुंट जहाँ ग्रहण कर मानव समाजर उन्नति कल्पे विनियोग करने दरकार और सबूर तत्व निरूपण सूक्ष्म दृष्टि तत्व निरूपण ता भीतर तत्व कौन रही ताकू निरूपण करिवार प्रयास मनुष्यत्वर गोटे विशेष लक्षण जहाँ पाखे तत्व निरूपण करिवार क्षमता नहीं सी मनुष्य पदवाच्य हो पार नहीं।
देख एटी से कहते प्राबंधिक एहारी प्रभाव में मानव समाज में वैषयिक और आध्यात्मिक सर्वविध उन्नति संसाधित हो जो वैषयिक शब्दटी विषय युक्त इक वैषयिक विषय कहले इतिहास भूगोल बा विज्ञान नुहे विषय कहले जो विभिन्न द्रव्य बा सेवा जहाँ मानवर प्रति मुहूर्त आवश्यक हुए घर जमी बाड़ी संपत्ति ये सब गोटे गोटे विषय आगु विषयासक्त न मनुष्य को प्राचीन काल में मनुष्य को कहुला जे विषय ही जंजाल हेतु बोली कहुला जावतीय विषय जी जिते विषयासक्त हम से ताको मायार से अधीन होगला बोली कहुला तेणु विषयासक्त न होई आध्यात्मिकता आड़ को उन्नत करने को भारतीय परंपरा सब गुरुत्व दि जाइछि। आध्यात्मिकता कहले आत्मा संपर्कित ज्ञान बा तत्व आत्मा संपर्कित अन्वेषण आमे समस्ते आत्मा गोटे गोटे पवित्र आत्मा एवं आमे समस्ते परमात्मा अंश ये जो चिंतन ये भावना भारतीय केवल मनुष्यर रही अन्य कहू पशुपक्षी ना तेणु जहाँ पाखरे सूक्ष्म दृष्टि अच्छी सी ही यही चिंतन रे निजको निविष्ट कराए एवं जड़े चिंताशील मनीष भाव में जगतर कल्याण मानव समाज वैषयिक आध्यात्मिक उन्नति कथा चिंता करे। तेणु चिंताशील पंडित कहते ऑफ द यूनिवर्सल माइंड ईच इंडिविजुअल मैन इज एन इनकार्नेशन मनुष्य जी अनंत देवंकर प्रतिकृति मुझे जहाँ कथा कहूली आमे समस्ते देवांशी देवतांकर अंश ईश्वरंकर अंश परमेश्वर आमे समस्ते अंश सी परमात्मा हेले आमे समस्ते जड़े जड़े आत्मा तेणु आमे समस्ते तांकर अंश सी कहते जे अनंत देवंकर जदि परमेश्वर अनंत हुंती न अंत अनंत जार अंत नहीं तार विपरीत अर्थबोधक शब्द है शांत दंतश्रा आकार अनंत शांत ये कहते जे आमे समस्ते होकर प्रतिकृति अनंत देवतांकर जहाँकर अंत नहीं से भली देवतांकर परमेश्वर आमे समस्ते होती अंश केवल शेषोक्त श्रेणी मनुष्य मान प्रति दृष्टि निक्षेप कले ताहा बुझा जाए। शेषोक्त कहले जो सूक्ष्म चिंताशील व्यक्ति माने जो माने वैषयिक आध्यात्मिक उन्नति उपरे गुरुत्व दे थांती सेई माने ही ए जगतर उन्नति पाई सब चेष्टा करती। प्रकृतिस्थ मनुष्य मनर नित्य क्रियाशील से कहते प्रकृतिस्थ मनुष्यर मन नित्य क्रियाशील आमर 5 मन 25 प्रकृति अच्छी बोली कह जाए मन सब अत्यंत चंचल मन को स्थिर करने से साधना आवश्यक जप तप ध्यान आदि माध्यम मन को स्थिर एवं स्थिर करा जाए चंचलतारू ताको मुक्ति दिया जाए। तो सेमिति मन होउछि प्रकृतिर अधीन प्रकृतिस्थ मनुष्यर मन नित्य क्रियाशील सबुबले से क्रियाशील अनंत प्रकृति संगे ताहार नित्य जोग यही जो प्रकृति आम चारिपाखे जहाँ घेरी रही से प्रकृति सहित आमर सबुबले संपर्क ही रही अनंत नित्य जोग प्रति मुहूर्त आम ये प्रकृति सहित संश्लिष्ट प्रति प्रकृतिर आमे समस्त अंश एवं प्रकृतिर बिना साहचर्य आमे क्षणटीए मध्य बंची पारिबा नाही। वर्तमान जीव होई सुद्धा अनंत अतीत और अनंत भविष्यत संगे घनिष्ठ भाव रे संबंध तमें जानिथिबो भक्त कवि मधुसूदन राव कहते अनंत महेश्वर मो प्राण स्वाई बोली राजीव सदा थी बियनाई आम अनंत महेश्वरंकर अंश एवं आमे तांकरी गोटे गोटे प्रतिकृति बा तांकर क्षुद्र अंश तेणु आमको से दिव्यत्वर संधान करी से परमेश्वर सहित पुनः विलीन होगाक पड़ो एवं एथिपाई आमे कौन करवा ना अनंत अतीत जो अतीत आमर वर्तमान रे आमे अछंती आमर पूर्वर जो अतीत जाइछि से अतीत सहित आमे संबंधित हेबा जदि अतीतर ज्ञान आमको न मिलिबो आमे आगो को वर्तमान को बलिष्ठ करी भविष्य को आमे अधिक बलशाली कर परिबा नाही। तमे कुह जदि नियार व्यवहार ज्ञान आमे जानि न थांते ताले कौन वर्तमान पर्यंत जहाँ किसी कर होई पारंता
ହୋଇପାରନ୍ତା ନାହିଁ। ଆମେ ଯେତେବେଳେ ଯେଉଁ ଜ୍ଞାନ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି, ଯେଉଁମାନେ ନିରନ୍ତର ଗବେଷଣା କରୁଛନ୍ତି ଏହାର ଟୀକା ବାହାର କରିବା ପାଇଁ, ସେମାନେ ଯେଉଁ ଉପଲବ୍ଧି ହାସଲ କରୁଛନ୍ତି ପ୍ରତି ପର୍ଯ୍ୟାୟରେ ସେ ଯେଉଁ ଗବେଷଣା କରୁଛନ୍ତି ତାହାକୁ ଯଦି ସେମାନେ ଲିପିବଦ୍ଧ କରି ନ ରଖିବେ ଏବଂ ପ୍ରତି ପର୍ଯ୍ୟାୟର ଅନୁଭବକୁ ସେମାନେ ଯଦି ତାହାକୁ ପୁଣି ପରବର୍ତ୍ତୀ ପର୍ଯ୍ୟାୟର ଗବେଷଣାରେ ବିନିଯୋଗ ନ କରିବେ, କ'ଣ ନୂତନ ଟୀକା ସେମାନେ ଉଦ୍ଭାବନ କରିପାରିବେ? କଦାପି ନୁହଁ। ଆମର ତେଣୁ ଏହି ଦୃଷ୍ଟିରୁ ସେ କହୁଛନ୍ତି ଯେ ଆମେ ଅନନ୍ତ ଅତୀତ ଓ ଅନନ୍ତ ଭବିଷ୍ୟତ ସଙ୍ଗେ ଆମର ଘନିଷ୍ଠତା ରହିଛି। ଆମେ କେବଳ ବର୍ତ୍ତମାନ, ଅଧିକାଂଶ କହନ୍ତି ବର୍ତ୍ତମାନ ହିଁ ସର୍ବୋତ୍ତମ, ଆମେ ବର୍ତ୍ତମାନ ସର୍ବଶ୍ରେଷ୍ଠ ହୋଇ ବଞ୍ଚିବା। ହଁ ଠିକ୍ ଅଛି, ବର୍ତ୍ତମାନ ହିଁ ସର୍ବଶ୍ରେଷ୍ଠ ସମୟ, ବର୍ତ୍ତମାନକୁ ସର୍ବଶ୍ରେଷ୍ଠ ସମୟ ବୋଲି କୁହାଯାଉଛି, କିନ୍ତୁ ଅତୀତର ଅନୁଭୂତି ଏବଂ ଭବିଷ୍ୟତର ଆଶା ଆମକୁ ଆଗକୁ ଯିବାକୁ ଦେବ। ଏହି ସମ୍ବନ୍ଧରୁ ଆମେ ଏହି ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମାନବ ଜୀବନର ମୂଲ୍ୟ ରହେ ନାହିଁ। ଯଦି ଆମେ ଅତୀତ ସହିତ ସମ୍ବନ୍ଧିତ ନ ହେବା ତାହେଲେ ଆମ ଜୀବନର ମୂଲ୍ୟ କିଛି ରହିବ ନାହିଁ। ପ୍ରାବନ୍ଧିକ ସୁନ୍ଦର ଭାବରେ କହୁଛନ୍ତି ଆମକୁ ଅତୀତ ସହିତ ସମ୍ବନ୍ଧ ଯୋଡ଼ିବାକୁ ପଡ଼ିବ, ଯାହାଦ୍ୱାରା ଆମର ଜୀବନ ଅଧିକ ସୁଖମୟ ହେବ। ଆମେ ଯଦି ତାହା ନ କରିବା ତାହେଲେ ଆମ ଜୀବନର କିଛି ମୂଲ୍ୟ ରହିବ ନାହିଁ। ବର୍ତ୍ତମାନ ଯାହା କିଛି ଆମମାନଙ୍କର ନୟନ ଗୋଚର ହୁଏ ସମସ୍ତେ ଅତୀତର ସନ୍ତାନ। କୁହ ତ, ଆମେ ଯେଉଁ ଗଛ ଦେଖୁଛନ୍ତି, ଯେଉଁ ପାହାଡ଼ ଦେଖୁଛନ୍ତି, ଯେଉଁ କୋଠାଘର ଦେଖୁଛନ୍ତି, ରାସ୍ତାଘାଟ ଦେଖୁଛନ୍ତି, ଯାହା କିଛି ଦେଖୁଛନ୍ତି ତାହା କ'ଣ ଏଇ ସାଙ୍ଗେ ସାଙ୍ଗେ ହେଇଛି? ନା, ତାହା ଅତୀତରେ ହେଇଛି। ଯେଉଁ ଆମେ ଦେଖୁଛନ୍ତି ବାରବାଟୀ ଦୁର୍ଗ, କି ନହେଲେ ଯେଉଁ ଦେଖୁଛନ୍ତି ମହାନଦୀର ହୀରାକୁଦ ବନ୍ଧ, କି ଆମେ ଯାହା କିଛି ଦେଖୁଛନ୍ତି, ଯେଉଁ ମନ୍ଦିର ଦେଖୁଛନ୍ତି, ମସଜିଦ୍ ଦେଖୁଛନ୍ତି, ଗିର୍ଜା ଦେଖୁଛନ୍ତି, କି ରାସ୍ତାଘାଟ, ବିଦ୍ୟାଳୟ, ମହାବିଦ୍ୟାଳୟ, ଯାହା କିଛି ଆମେ ଦେଖୁଛନ୍ତି ତାହା କ'ଣ ଏବେ ଏଇ ମୁହୂର୍ତ୍ତରେ ହେଇଛି? ନା, ସେ ଅତୀତ ହିଁ ହେଇଛି। ଏ ଅତୀତର ସନ୍ତାନ ଏଗୁଡ଼ିକ, ଅର୍ଥାତ୍ ଅତୀତ ହିଁ ଏମାନଙ୍କୁ ଜନ୍ମ ଦେଇଛି, ଅତୀତରେ ହିଁ ଏମାନେ ସୃଷ୍ଟି ହୋଇଛନ୍ତି। ଏହି ଜ୍ଞାନ ବିଜ୍ଞାନ ସମ୍ପନ୍ନ ବିଂଶ ଶତାବ୍ଦୀର ସଭ୍ୟତମ ମାନବ ସମାଜର ଭିତ୍ତିଭୂମି କ'ଣ? ପ୍ରାବନ୍ଧିକ ପ୍ରଶ୍ନଟିଏ କହୁଛନ୍ତି। ଆମର ଏହାର ଭିତ୍ତି କ'ଣ? ଆମେ ଯେଉଁ ଆଜି ଜ୍ଞାନ ବିଜ୍ଞାନ ସମ୍ପନ୍ନ ଏହି ସଭ୍ୟ ଶିକ୍ଷିତ ହୋଇ ବେଶ ଅତ୍ୟାଧୁନିକ ମଣିଷର ପରିଣତ ହୋଇଛନ୍ତି, ଆମେ ଗ୍ରହାନ୍ତରରେ ବୁଲୁଛନ୍ତି, ଯେ ଯେମିତି ଆମେ ତ ଭାଗ୍ୟବାନ ପିଲାରେ, ଆଉ କିଏ ଆମ ପରି ଥିଲାରେ ଆମେ ନିଜକୁ ଭାଗ୍ୟବାନ ବୋଲି କହୁଛନ୍ତି। ଏଭଳି କ୍ଷେତ୍ରରେ ଆମର ଭିତ୍ତିଭୂମି କ'ଣ? ପାଦମୂଳରୁ ଯେତେ ନିମ୍ନ ଦେଶକୁ ଅବତରଣ କର ଦେଖିବ କେବଳ ନରକଙ୍କାଳ। ଯେମିତି ତୁମେ ଜାଣିଥିବ ଯେ କୋଣାର୍କ ମନ୍ଦିର ଦେଖି କୋଣାର୍କ କବିତାରେ କବି ସଚୀ ରାଉତରାୟ କହିଲେ, ତୁମେ ତ ଦେଖୁଛ ଶିଳାରେ ତାହାର ରମ୍ୟ କଳାର ରୂପ, ମୁଁ ଦେଖୁଛି ସେଇ କୋଟି କଙ୍କାଳର ଭଗ୍ନ ବୁକୁର ସ୍ତୂପ। ଅର୍ଥାତ୍ ଯେଉଁ କୋଣାର୍କକୁ ଆମେ ସମସ୍ତେ ଅତ୍ୟନ୍ତ ରମଣୀୟ କୋଣାର୍କ ବ୍ଲାକ୍ ପାଗୋଡ଼ା ମଧ୍ୟ କହୁଛନ୍ତି, ଯାହାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଦେଶ ବିଦେଶରୁ କେତେ ପର୍ଯ୍ୟଟକ ଆସୁଛନ୍ତି। କବି କହୁଛନ୍ତି ତୁମେ ସିନା କଳାର ରମ୍ୟ ରୂପ ଦେଖୁଛ, ମୁଁ କିନ୍ତୁ ଦେଖୁଛି ସେଠି ଭଗ୍ନ ବୁକୁର କୋଟି କଙ୍କାଳର ଭଗ୍ନ ବୁକୁର ସ୍ତୂପ। ଅର୍ଥାତ୍ 100-1200 ବଢ଼େଇଙ୍କର ଯେଉଁ ଜୀବନ ଯନ୍ତ୍ରଣା, 12 ବର୍ଷ ଧରି ସେମାନେ ଯେଉଁ ଲୁହ ନିଗାଡ଼ି ନିଜ ପରିବାର ଠାରୁ ଦୂରରେ ରହି ଯେଉଁ ଯନ୍ତ୍ରଣା ସହି କାର୍ଯ୍ୟ କରିଛନ୍ତି, ସେହି ଯନ୍ତ୍ରଣାର ପ୍ରତିକୃତି ହେଉଛି ଏହି କୋଣାର୍କ ମନ୍ଦିର। ଠିକ୍ ସେମିତି ଆଜି ଆମେ ଯାହା କିଛି ଦେଖୁଛନ୍ତି ତାହା ଅତୀତରେ ଅନେକଙ୍କର ନରକଙ୍କାଳରୁ ସୃଷ୍ଟି, ଅର୍ଥାତ୍ ଅନେକ ନିଜ ସମାଜ ପାଇଁ ନିଜକୁ ଆତ୍ମଦାନ କରିଛନ୍ତି। ତୁମେ ଜାଣିଥିବ, ବିଜ୍ଞାନରେ ପଢ଼ିଥିବ ଯେ ଏସିଡ଼୍ର ତାର ମାନେ ସ୍ୱାଦ କ'ଣ? ଏହାକୁ ଜାଣିବା ପାଇଁ ଅନେକ ଲୋକ ତାଙ୍କ ଜୀବନ ଦେଇଛନ୍ତି। ଏସିଡ଼୍ର ସ୍ୱାଦ କ'ଣ? ତେଣୁ ଏଇ ଯେଉଁ ଜୀବନ ଦେଲେ ବା ଆମେ ସାଧାରଣ ଆଉ ଗୋଟେ ଛୋଟିଆ ଉଦାହରଣଟିଏ ଦେବି। ଆମେ ବିଭିନ୍ନ ଫଳ ଖାଉଛନ୍ତି, ତା ଭିତରୁ କିଛି ଫଳ ଆମର ଖାଇବାର ଯୋଗ୍ୟ, ଆଉ କିଛି ଫଳ ଖାଇବାର ଯୋଗ୍ୟ ନୁହେଁ। ଆମେ କେମିତି ଜାଣିଲେ? ଯେଉଁଟାକୁ ଆମେ ବିଷ ଫଳ ବୋଲି କହୁଛନ୍ତି, ଏଇଟା ବିଷ ଫଳ, ଖାଇବା ନାହିଁ। ଆମେ କ'ଣ ନିଜେ ଖାଇକି ପରୀକ୍ଷା କରିଛନ୍ତି? ନା, ଆମ ପୂର୍ବରୁ କିଏ ନା କିଏ ଜଣେ ବିଷ ଫଳ ଖାଇଥିବ ଏବଂ ସେ ପ୍ରାଣ ବିସର୍ଜନ କରିଥିବ। ତା'ର ପ୍ରାଣ ଦାନରୁ ହିଁ ଆମେ ଜାଣିଲେ ନା ଏହି ଫଳଟି ଖାଇଲେ ଜୀବନ ଚାଲିଯାଉଛି, ତେଣୁ ଆମେ ଏକୁ ବ୍ୟବହାର କରିବା ନାହିଁ। ତ
तो सी जो जीवन दान देला जो कंकाल सी सार है तार जो जीवन जगत को आसीला से जीवन चलीगला ता जगत पर से कौन कम बड़ शहीद जगत को बचाई मानव समाजर कल्याण निज जीवन को से दधिची पर दान करदेला तेणु सी तार जो दान अमूल्य दान आमको आज बंचे ना आम तो कौ फल खाई दिंते पुणी मृत्युवरण करते तेणु देख से प्राबंधिक कहते जे आम जदि पाद मूलर जिते अर्थात आम बर्तमान जो अच्छा तार जिते पछक पछक जा देखा जे अनेक लोकंकर तांकर नरकंकाल मिशिची यही स्थिति को आम पहुँचापी वर्तमान अवस्था लाभ करने केते राशि राशि नरदेह पतित होई ता किए कलना करी पारिबो केते केते लोक मृत्युवरण करिसेंती राशि राशि लोक केते लोक कौन कलना करी कहि ना गोटे फरासी राष्ट्र विप्लव कथा स्मरण कले आम मानकर जो फरासी राष्ट्र विप्लव होता से फरासी राष्ट्र विप्लव जहाँ अनेक देशर स्वाधीनता प्रेरणा जोगई विशेषकर भारतीय माने तत्कालीन भारतीय माने मध्य फरासी राष्ट्र विप्लव से स्वाधीनता किबरि लाभ कर जाए तार प्रेरणा पाई तेणु से फरासी राष्ट्र कथा विप्लव कले आम विप्लव कथा स्मरण कले आम मान हृत्कंप उपस्थित हुए लक्ष लक्ष महाप्राणी विनाश वार्ता श्रवण कर दुखरे शोकरे प्राण अवसन्न हो पड़े तुम जान द्वितीय विश्व युद्ध समय परमाणु बोमा जापान उपर पड़ा शह शह लोक से मृत्युवरण कले से मानकर जो मृत्युवरण आमको शिक्षा देला जे परमाणु बोमार परीक्षण करने सत किंतु ताहा मानव कल्याण हवा उचित ताहा अन्यर ध्वंसपाई उपयोग करने अनुचित यही शिक्षा जगत पाइला कोटि कोटि लोकंकर बलिदान जो जगत ये शिक्षा पाइला तेणु देख गोटे फरासी राष्ट्र विप्लव कथा स्मरण कले आम मानक हृत्कंप उपस्थित हुए लक्ष लक्ष महाप्राणी विनाश वार्ता श्रवण कर दुखरे शोकरे प्राण अवसन्न हो पड़े मात्र चिंता कर देखिले वर्तमान उन्नतिर गात्र यहीपरि सहस्र सहस्र विप्लवर विवरण लिखित थिबार प्रत्यक्ष करी हृदय मन स्तंभित हो तेणु यही केते विप्लव होती अतीत केते केते लोक मृत्युवरण करते शहीद होती केते प्राणपात करिसेंती ही आम आज सुखरे अच्छा शांति अच्छा तुम एबेकार कथा चिंता कर जो मैंने आम देश शहीद होती सीमार लड़ुंट से कौन कम उद्यम कर शीत वर्षा खरा सबको सह्य करी से देश को रक्षा करने चेष्टा कर अकातर बेले बेले शत्रुर गुली चोटरे देश शहीद हो जाती प्रेम देश प्रेमर पटांतर ना तेणु से आत्मदान से बलिदान आम प्रेरणार उत्स आम आम ही भलरे अच्छा तेणु यही चिंता कले मात्र चिंता कर देखिले वर्तमान उन्नतिर गात्र यहीपरि अनेक विप्लव केते विप्लव होती अतीत से सबु विप्लवर राशि राशि विवरणी आम पाइपर अनेक विप्लव केवल फरासी राष्ट्र विप्लव केते विप्लव घटी अतीत अमेरिकार राष्ट्र विप्लव होती फरास रे रूस रे विप्लव होती केते देश में आम देश में अगस्ट विप्लव होती कोटि कोटि लोक खरा तरा वर्षार आंदोलन करिसेंती एवं कारागार निक्षेप होती केतेक मृत्युवरण करिसेंती ये सब कथा चिंता कले आम देखा से मानकर दान रु आम आज स्वाधीनता पाई से मानक दान आमर रही आम आज वर्तमान स्तर में पहुँचीगले बोली कौन अतीत को भूली जावा ना पुणी प्रत्यक्षीभूत विप्लव राशि छड़ा नीरव देहपातर संख्या केते से कहते केवल जे विप्लव रे देहपात होती लोक मैंने जीवन देइछन्ति ता नुहे यह व्यतीत मध्य नीरव रे अनेक लोक जीवन दान देइछन्ति मुझे कहूली जंगल रे हुए तो किए जड़े बुलूथब गोटे विष फल खाई मृत्युवरण कर देखिक अन्य जानी हाँ ये हाथ में यही फलटी धरी यहीटा को खाई जहाँफल से मृत्युवरण कर खाइबा ना से नीरव देहपात करगला समस्त अजाणत देहपात कला तेणु यही भाव में पितामाता केते जीवन जाइथिबो ता ठिकाना ना पितामाता शुक्र शोणित संतान उत्पत्ति तुम समस्ते विज्ञान छात्र एक भल भाव जाच जे जो पितामाता जोगु ही आम समस्त सृष्टि पितामाता रक्तर सम्मिश्रण जोगु आम जन्म नहीं बा संतान उत्पत्ति हुए यह अविसंवादित सत्य यह एक सत्य समग्र अतीत मानव जातिर रक्त मांसरू वर्तमान मानव उत्पत्ति उद्भूत
ଏହା ମଧ୍ୟ ସେହିପରି ସତ୍ୟ। ସେ କହୁଛନ୍ତି ଯେଭଳି ପିତାମାତାଙ୍କ ଠାରୁ ଆମେ ସୃଷ୍ଟି ହେଲେ ସେହିଭଳି ସମଗ୍ର ମାନବ ଜାତିର ଅତୀତରୁ ହିଁ ବର୍ତ୍ତମାନର ସଭ୍ୟତା ସୃଷ୍ଟି ହୋଇଛି। ତେଣୁ ଆମେ କହିବା ଯେ ଅତୀତର ଯେଉଁ ଅତୀତର ଲୋକମାନଙ୍କର ତାଙ୍କର ଦାନ, ଅତୀତର ରକ୍ତ ମାଂସ ଅର୍ଥାତ୍ ଯେମିତି ବାପା ମାଆଙ୍କର ସ୍ୱେଦ ଶୋଣିତରୁ ଆମେ ସୃଷ୍ଟ ବୋଲି କୁହାଯାଏ, ଠିକ୍ ସେମିତି ଅତୀତର ସ୍ୱେଦ ଶୋଣିତରୁ ରକ୍ତ ମାଂସରୁ ବର୍ତ୍ତମାନର ସଭ୍ୟତା ସୃଷ୍ଟ ବୋଲି ପ୍ରାବନ୍ଧିକ କହୁଛନ୍ତି। ପୃଥିବୀର ବର୍ତ୍ତମାନ ଅବସ୍ଥା ମଧ୍ୟରେ ଯେପରି ପୂର୍ବବର୍ତ୍ତୀ ସକଳ ପ୍ରକାର ଅବସ୍ଥାର ଚିହ୍ନ ଓ ବିଭିନ୍ନ ଶ୍ରେଣୀର ଜୀବରାଶିର ଦେହାବଶେଷ ପରିଲକ୍ଷିତ ହୁଏ, ବର୍ତ୍ତମାନ ମାନବ ସମାଜର ଦେହରେ ସେହିପରି ଅତୀତ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ। ଆମେ ଅତୀତକୁ ଛାଡ଼ି ପାରିନାହାନ୍ତି। ଏବେ ବି ଅତୀତର ଅନେକ ଚିନ୍ତନ ଆମ ଭିତରେ ଗୁନ୍ଥି ହୋଇ ରହିଛି। ଆମର ରକ୍ତଗତ ଆମ ଚିନ୍ତନରେ, ଆମ ଭାବନାରେ, ଆମ ଚଳଣୀରେ ଅତୀତର ଅନେକ ଦୃଶ୍ୟ, ପର୍ବପର୍ବାଣୀ, ଅତୀତର ଅନେକ ପରମ୍ପରା, ଅତୀତର ଅନେକ କ୍ରିୟାକର୍ମ ଏବେ ମଧ୍ୟ ଆମ ଭିତରେ ଜୀବନ୍ତ ହେଇକି ସବୁ ରହିଛି। ଆମେ ସମ୍ପୂର୍ଣ୍ଣ ରୂପେ ଅତୀତକୁ ବିସ୍ମରଣ କରିପାରିନାହାନ୍ତି। ପୃଥିବୀର ବର୍ତ୍ତମାନ ଅବସ୍ଥା ମଧ୍ୟରେ ପୂର୍ବବର୍ତ୍ତୀ ସକଳ ପ୍ରକାର ଅବସ୍ଥାର ଚିହ୍ନ ଏବଂ ବିଭିନ୍ନ ଶ୍ରେଣୀର ଜୀବରାଶିର ଦେହାବସାର ପରିଲକ୍ଷିତ ହୁଏ। ବର୍ତ୍ତମାନ ମାନବ ସମାଜର ଦେହରେ ସେହିପରି ଅତୀତ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ। ଜଗତ ପରିବର୍ତ୍ତନଶୀଳ। ତୁମେ ଜାଣିଥିବ, ଆମର ଗୋଟେ କଥା କୁହାଯାଏ, ବେଙ୍ଗ କହେ ବେଙ୍ଗୁଲିଲୋ ପୃଥି କ୍ଷଣ କ୍ଷଣ କ୍ଷଣ। ପ୍ରତି ମୁହୂର୍ତ୍ତରେ ଜଗତ ବଦଳୁଛି। ତୁମେ ଆଜି ସକାଳେ ପୃଥିବୀକୁ ଯେମିତି ଦେଖିଥିଲ, କାଲି ହୁଏତ ସେମିତି ଦେଖିପାରିବ ନାହିଁ। କିଛି ନା କିଛି ପରିବର୍ତ୍ତନ ହୋଇଯାଇଥିବ। ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ଘଟୁଛି। ତେଣୁ ଏହି ପରିବର୍ତ୍ତନର ଧାରାରେ ପୃଥିବୀ ମଧ୍ୟ ପରିବର୍ତ୍ତିତ ହେଉଛି। ସକଳ ବସ୍ତୁର ରୂପାନ୍ତର କହିଲେ ଅନ୍ୟ ରୂପ ରୂପାନ୍ତର, କର୍ମଧାରୟ ସମାସ। ଭାବାନ୍ତର, ଅନ୍ୟ ଭାବ ଭାବାନ୍ତର। ପ୍ରତ୍ୟେକ ବସ୍ତୁ ରୂପାନ୍ତର ଘଟୁଛି, ତା'ର ଭାବାନ୍ତର ଘଟୁଛି। ତୁମେ 10 ବର୍ଷ ତଳେ ଲୋକେ ଟେଲିଫୋନ୍ ବ୍ୟବହାର କରୁଥିଲେ, ଏବେ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି। 4-5 ବର୍ଷ ତଳେ ଲୋକେ 2G ଫୋନ୍ ବ୍ୟବହାର କରୁଥିଲେ, ଏବେ 4G 5G ରିଲାଏନ୍ସ ଆଣିଦେଲାଣି। ତେଣୁ ଏଇ ଯେଉଁ ପରିବର୍ତ୍ତନ ପ୍ରତି ମୁହୂର୍ତ୍ତରେ ଘଟୁଛି, ଏ ପରିବର୍ତ୍ତନ ହେଉଛି ଅତୀତର ଅବଦାନ। ସକଳ ବସ୍ତୁ ରୂପାନ୍ତର ଭାବାନ୍ତର ଉପସ୍ଥିତ ହେଉଛି। ଏହି ଘୋର ପରିବର୍ତ୍ତନ ରାଶି ମଧ୍ୟରେ ଚିର ଅପରିବର୍ତ୍ତନୀୟ ସତ୍ୟ ଅବସ୍ଥିତ କରୁଛି। କିନ୍ତୁ ଏସବୁ ମୂଳରେ ଗୋଟେ ଯେମିତି ମାଳା ଭିତରେ ସୂତା ଥାଏ, ଯେଉଁ ମାଳ ଆମେ ଦେଖୁଛନ୍ତି, ସୁନ୍ଦର ମାଳ ବିଭିନ୍ନ ଫୁଲରେ ଗୁନ୍ଥା ହେଇଛି, ତା ଭିତରେ ଗୋଟେ ସତ୍ୟ ଅଛି। ତା ଭିତର ସତ୍ୟ ହେଉଛି ସୂତା। ସେଇ ସୂତା ଖଣ୍ଡିକ ଯଦି ଛିଡ଼ିଯାଏ, ତାହେଲେ ମାଳାର କିଛି ରହିବ ନାହିଁ, ତାର ଚିହ୍ନବର୍ଣ୍ଣ ବି ରହିବ ନାହିଁ। ଠିକ୍ ସେମିତି ଏଇ ଯେତେ ଉନ୍ନତି ଆମେ ଆଜି କରିଛେ, ସେ ଉନ୍ନତିର ମୂଳରେ ଗୋଟେ ସତ୍ୟ ରହିଛି, ଅବିସମ୍ବାଦିତ ସତ୍ୟ, ଯାହାକୁ ସ୍ମରଣ କରିବାକୁ ହେବ। ସେ ସତ୍ୟ ହେଉଛି ଅତୀତର ଅଭିଜ୍ଞତା, ଅତୀତର ଦାନ। ମାନବର ପ୍ରକୃତ ଉନ୍ନତି ଯାହା, ତାହା ସତ୍ୟ ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧ, ସୁତରାଂ ତାହାର ବିଲୋପ ଅସମ୍ଭବ। ସେ କହୁଛନ୍ତି ମାନବର ପ୍ରକୃତ ଉନ୍ନତି ଯାହା ସବୁ ହେଇଛି, ସେସବୁ ଅତୀତ ସହିତ ଘନିଷ୍ଠ ଭାବେ ସମ୍ବନ୍ଧିତ, ଅର୍ଥାତ୍ ସତ୍ୟ ସହିତ ଘନିଷ୍ଠ ଭାବେ ସମ୍ବନ୍ଧିତ। ସତ୍ୟରେ ହିଁ ମନୁଷ୍ୟ ଉନ୍ନତି କରୁଛି। ସୁତରାଂ ଏହି ସତ୍ୟକୁ ଆମେ ବିଲୋପ କରିପାରିବା ନାହିଁ। ତମେ ଯେହେତୁ ବିଜ୍ଞାନର ଛାତ୍ର, ତୁମେ ଜାଣିଛ ନ୍ୟୁଟନ୍ ଯେତେବେଳେ ସେ ଯେଉଁ ସେଓ ଫଳ ଖସିଲା ଗଛରୁ, ତା ପୂର୍ବରୁ କ'ଣ ଖସୁନଥିଲା କି? ଖସୁଥିଲା। କିନ୍ତୁ ସେ ତା ତତ୍ତ୍ୱ ବାହାର କଲେ, ତା'ର ଅନୁସନ୍ଧାନ କଲେ ତା କାରଣ। ତେଣୁ ସେ ସତ୍ୟ ଏବେ ମଧ୍ୟ ରହିଛି, ତା ଚିରାଚରିତ ସତ୍ୟ, ତାକୁ ସମସ୍ତେ ଗ୍ରହଣ କରିବେ। ସତ୍ୟକୁ ସବୁବେଳେ ସମସ୍ତେ କହନ୍ତି, କିନ୍ତୁ ମିଥ୍ୟାକୁ କେହି ଗ୍ରହଣ କରନ୍ତି ନାହିଁ। ମିଥ୍ୟା ଅଳ୍ପସ୍ଥାୟୀ, କ୍ଷଣସ୍ଥାୟୀ, ସ୍ୱଳ୍ପସ୍ଥାୟୀ, କିନ୍ତୁ ସତ୍ୟ ଚିରସ୍ଥାୟୀ, ସହଜ ଏବଂ ଚିରସ୍ଥାୟୀ। ଏଇଥିପାଇଁ ସତ୍ୟର ସନ୍ଧାନ ଆମେ କରିବା ସବୁବେଳେ ଦରକାର। କେବଳ ସତ୍ୟ ସଙ୍ଗେ ବିରୋଧ ଯାହାର, ତାହାର ବିନାଶ ଅନିବାର୍ଯ୍ୟ। ସେ କହୁଛନ୍ତି ପ୍ରାବନ୍ଧିକ ସୁନ୍ଦର, ଯିଏ ସତ୍ୟକୁ ବିରୋଧ କରିବ ସିଏ ତା'ର ଧ୍ୱଂସ ହୋଇଯିବ। ମାତ୍ର ସତ୍ୟ ଚିରନ୍ତନ ଶାଶ୍ୱତ, ସେ କାଳଜୟୀ। ସତ୍ୟ ସବୁବେଳେ ରହିଛି। ସେତେବେଳେ ବି ଗଛରୁ ଫଳ ପଡ଼ୁଥିଲା, ଏବେ ମଧ୍ୟ ପଡ଼ୁଛି। ସେତେବେଳେ ବି ମାଧ୍ୟାକର୍ଷଣ ଶକ୍ତି ଥିଲା, ଏବେ ମଧ୍ୟ ଅଛି। ତେଣୁ ସେଇ ଯେଉଁ ଶକ୍ତି, ଯାହାକୁ ଅନୁସନ୍ଧାନ କରି ବୈଜ୍ଞାନିକମାନେ ବାହାର କଲେ, ସେ ଶକ୍ତି ଏକ ସତ୍ୟ। ଏ ସତ୍ୟ ସବୁବେଳେ ରହିଛି। କେବଳ ସତ୍ୟ ସଙ୍ଗେ ବିରୋଧ ଯାହାର, ତାର ବିନାଶ ଅନିବାର୍ଯ୍ୟ। ମାନବ ସମାଜ ମଧ୍ୟରେ ଏହି ବ୍ୟାପାର ଚିରକାଳ ଲାଗି ରହିଅଛି।
सकल प्रकार विप्लवर मूल ये निगूढ़ कारणटी विद्यमान जेते विप्लव होती कह सबु विप्लव रे सत्य रही मानवर उन्नतिर सत्य मानवर जय जयकार सत्य जिते मानव उपर मानवर अत्याचार होती मानव मैंने संगठित होती अत्याचारी को दृढ़ीभूत कर सबुले सत्यर जय होती असत्यर पराजय घटी तमें पुराण रु वर्तमान पर्यंत जिते बड़े देख सत्य ही व्यापकता लाभ कर क्षुद्र अग्निकणा तुल्य गोटे निवृत्त हृदय चिंता परिव्याप्त हो प्रकांड अग्निकांड उपस्थित करे गोटे छुटिया अग्निर स्फुलिंग से कौन करे ना विराट अग्निर कणिका सृष्टि करि पारे छुटिया अग्निकणिकाटे तेणु सेमिति सत्य सी छोट हेले मध्य क्षुद्र हेले मध्य सी दिने दिने प्रकाशित हुए सत्य केवे लुचि रहेना बराबंदिक कहते जे राशि राशि असत्य अन्याय असाम्य अपवित्र शुष्क राशि तृण राशि तुल्य भस्मीभूत हो जाए सत्य निकट जेते जेते सत्य जिते प्रतिभात हेब सत्य जिते निजर जय जयकार कर निजर प्रभाव विस्तार कर सेतेबेले जेते असत्य अन्याय असाम्य अपवित्रता जेते विलक्षण सब किछि चली कुआड़े जमीती तृण जुपड़ी शुष्क तृण जली पड़ी पाउंश हो जाए से बड़ी असत्यर विलोप घट मात्र सत्य आहरी शुद्ध हो प्रकाशित हो तुम जाच जमी सुना को निआरे पोड़े तार शुद्धता प्रतिभात हुए औज्जल्य प्रकाश पाए ठीक सेमिति सत्य ही सब तार औज्जल्य प्रकाश करे केवल विशुद्ध सत्यटी सार वस्तुटी पूर्वापेक्षा उज्ज्वलतर आकार प्रतिभात हुए जमीती कहती सुवर्ण कथा तेणु सत्य ही सब प्रकाशित हुए तार औज्जल्य प्रकाश करे जाति विशेषर उत्थान व पतन यही सार्वभौमिक नियमर अधीन अतीत काल मानव समाज मध्य यही नियमर कार्यप्रणाली ही प्रकृत इतिहास जाति विशेषर उत्थान पतन जो जाति तुम कथा कह जो उत्थान घटी पतन घटी पूर्वे मोहनजोदारो सभ्यता थिला सिंधु सभ्यता थिला यूफ्रेटिस टाइग्रिस रे सभ्यता थिला किंबा मिसर सभ्यता थिला ये सभ्यतार उत्थान होती पुणी पतन घटी अनेक सभ्यता रोम सभ्यता तुमर प्राचीन ग्रीस रो जो सभ्यता से सब उत्थान होती पुणी पतन घटी आम देश आमर जो विभिन्न शासक मैंने शासन कर समय भारतर उत्थान घटी केते क्षेत्र में पतन घटी किंतु ये सबूर बरण आमको शिक्षा प्रदान करे अतीत काल मानव समाज मध्य नियमर कार्यप्रणाली कौ कार्यपाई मनुष्यर उत्थान घटला क्यों कार्यपाई सभ्यतार पतन घटला से सबूर बरण जी परिमाण रे पाठ करें से ही परिमाणर इतिहासज्ञ प्राबंधिक कहते जो अतीतर जो बरणी आमर उन्नति अवनतिर बरणी कहीं सभ्यता आगे सभ्यतार केउटी विलक्षण देखा अवक्षय देखा ये समस्त को जी जेते अनुध्यान करे जी जेते अवलोकन करे जी जेते पाठ करे जी जेते अनुसंधान करे जाने ज्ञात हुए सी सेते इतिहासविद सी सेते इतिहासज्ञ एक कथा प्राबंधिक कहते पाने आम पुणी यह परवर्ती पर्यायर आलोचना करवा मु आशा करुँची जी जाए पढ़ागला तुम मैंने आउ थे पाठ कर ये विषयटी को बुझा चेष्टा कर ये विषयर गूढ़ तत्व रही ए तत्व को जानिले ही आम ये विषय को भल बुझीपर मुझे रखुची आशा करुँच तुम मैंने सब भलरे रही तुम समस्त धन्यवाद।